ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ସହିତ ଛାତ୍ର ଜୀବନରୁ କାମ କରିବାର ସୁଯୋଗ ଆମକୁ ଜୁଟିଥିଲା। ବିଶେଷ ଭାବରେ ଜାନକୀ ବାବୁଙ୍କର ପ୍ରଥମ ସରକାରରେ 84 ଛାତ୍ର ଆନ୍ଦୋଳନ ଯେଉଁଟା ପାୱାର ଚ୍ୟାନେଲରେ ଯେଉଁ ବୁଲା ମରିଥିଲେ ଏବଂ ପୁରୀ ଜିଲ୍ଲାରେ 4ଟି ଜାଗାରେ ଗୁଳିକାଣ୍ଡ ହୋଇଥିଲା। କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଚନ୍ଦନପୁର ଏବଂ କାକଟପୁର ଅସ୍ତରଙ୍ଗରେ ଲୋକ ମରିଥିଲେ ଏବଂ ତା ପରବର୍ତ୍ତୀ ଅବସ୍ଥାରେ ସେ ପିଲାମାନଙ୍କର କିପରି ଜେଲରୁ ଉଦ୍ଧାର ହେବେ, କିପରି ଭାବରେ ଥଇଥାନ ହେବେ, କିପରି ଭାବରେ ଏକ ଭୟର ବାତାବରଣ ଦୀର୍ଘ ଦିନ ଧରିକି ଥିଲା। ତ ସେହି ସମୟରୁ ରାଜ୍ୟର ଯେହେତୁ ମୁଁ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିଲି, ତେଣୁ ସେତେବେଳେ କାମ କରିବାର ସୁଯୋଗ ମିଳିଥିଲା। 84 ମସିହାରୁ ସୁରବାବୁଙ୍କ ସହିତ ବ୍ୟକ୍ତିଗତ ଭାବରେ ସମ୍ପର୍କରେ କାମ କରିବାକୁ ସୁଯୋଗ ମିଳିଥିଲା ଏବଂ ତାଙ୍କ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ସହିତ ମଧ୍ୟ ବିଭିନ୍ନ ସମୟରେ କାର୍ଯ୍ୟ କରିছে। ସେ ଯେହେତୁ କାକଟପୁରକୁ ପ୍ରତିନିଧିତ୍ୱ କରୁଥିଲେ ଏବଂ ନିମାପଡ଼ା କାକଟପୁର ଗୋଟେ ଅଞ୍ଚଳ ଅବିଭକ୍ତ ନିମାପଡ଼ା ଆଗରୁ ଥିଲା, ତେଣୁ ପୁରା ଏକାଠି କାମ କରିବାର ମିଳିଥିଲା। ତାଙ୍କଠାରୁ ଅନେକ କଥା ଶିଖିବାର ଅଛି। ତାଙ୍କର ଯେଉଁ ସମୟ ଅନୁବର୍ତ୍ତିତା ଏବଂ ପ୍ରତ୍ୟେକ ଲୋକଙ୍କ ପାଖରେ ତାଙ୍କର ଯେଉଁ ପହଞ୍ଚିବା, ଛୋଟ ମୋଟ କଥାଟିଏ ହେଉ ସେ ଯାଇକରି କିଏ ଯଦି ଗୋଟେ ଆଗ୍ରହ ପ୍ରକାଶ କରିଛି ତା ପାଖରେ ପହଞ୍ଚିବା, ଏହି କଥାଗୁଡ଼ିକ ଆଜିର ଦିନରେ ବିଶେଷ ଭାବରେ ରାଜନୈତିକ କାର୍ଯ୍ୟକର୍ତ୍ତା ଯେଉଁମାନେ ଅଛନ୍ତି ସେମାନେ ଶିଖିବାର ଅଛି। ତାଙ୍କର ଦୀର୍ଘ ରାଜନୈତିକ ଜୀବନ ଭିତରେ ସେ ଏକ ଛାପ ଛାଡ଼ି ଯାଇଛନ୍ତି। ବିଶେଷ ଭାବରେ ଆଜିର ଯୁବପିଢ଼ି ପାଇଁ ତାଙ୍କର ଲୋକଙ୍କ ପ୍ରତି ଯେଉଁ ଭଲ ପାଇବା, କମିଟମେଣ୍ଟ ଟୁ ଦ ପିପୁଲ, ଏ ହେଉଛି ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ କଥା। ଦେଖନ୍ତୁ, ଆଜି ସେ ତାଙ୍କର ଶେଷ ତାଙ୍କର ଫ୍ୟୁନେରାଲ କାର୍ଯ୍ୟକ୍ରମ ମଧ୍ୟ ଗାଁରେ କରିବା ପାଇଁ ସେ ତାଙ୍କର ସୂଚନା ରଖିଛନ୍ତି, ଯେଉଁଥିପାଇଁ ତାଙ୍କ ପିଲାମାନେ ଆଜି ଗାଁରେ କାର୍ଯ୍ୟକ୍ରମ କରିଛନ୍ତି। ଆମେ ସମସ୍ତେ ସ୍ୱର୍ଗଦ୍ୱାର ପାଇଁ ଆଗ୍ରହ ପ୍ରକାଶ କରୁ, ଅନ୍ୟମାନେ କେଉଁଠି ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ତାଙ୍କର ଆଗ୍ରହ ହେଉଛି ମୋର ଘଟଣା ହେଉଛି ମୋର ଶରୀର ଶେଷରେ ମୋ ଗାଁରେ ଲୀନ ହେବ, ମୋ ଗାଁ ମଶାଣିରେ। ଏଇ ହେଉଛି ତାଙ୍କର ବଡ଼ପଣ, ଏଇ ହେଉଛି ତାଙ୍କର ଯେଉଁ ଦୃଢ଼ତା ସାଧାରଣ ଲୋକଙ୍କ ପାଇଁ, ଯେଉଁ ବଚନବଦ୍ଧତା, ଏଇଥିରୁ ଆମେ ତାକୁ ଦେଖିପାରିବା। ତାଙ୍କର ବିୟୋଗ ନିଶ୍ଚିନ୍ତ ଭାବରେ ସାରା ଓଡ଼ିଶା ପାଇଁ ଏକ ଘଟଣା କ୍ଷତିରେ ପହଞ୍ଚାଇଛି ଏବଂ ପ୍ରଭୁ ଜଗନ୍ନାଥ ତାଙ୍କର ଆତ୍ମାକୁ ସଦ୍ଗତି ଦିଅନ୍ତୁ, ତାହା ହିଁ କାମନା କରୁଛୁ।